ମନ୍ଦିର ଏଇଠି ହାତୀ ରହିବ, ଏଠି ଘୋଡ଼ା ରହିବ, ଏଇଠି ମୁଁ ରହିବି, ଏଠି ମୁଁ ରହିବି, ଆଉ ତୁ କୋଉଠି ରହିବୁ? ଏଇଠି ରହିବି। କାଳି ପାଖରେ ବସନି, ଆରେ ତ ଅସିନି ଯେ କାଳିଟେ ସୁଧୁ ସୁଧୁ କାଳିଟେ ଏଇଠିକି ପଳେଇଆ, ସେଇଠି ବସ। ରାଧା ମନ୍ଦିର ଭାଙ୍ଗି ଦେବୁ ଏଇଭଳିଆ, ଏଠି ମନ୍ଦିର କରିକି ଖେଳୁଛି କାଳି। କାଳି ବୋଲି କିଏ କହିଲା? ଆମେ କହୁଛୁ କିଏ କହିଲା? ମନ୍ଦିରକୁ ଭାଙ୍ଗି ନଥିଲେ ତୁ ଭାରି ହଉଛୁ ଅତି, ଏଠି ଆମକୁ ବୁଦ୍ଧି ଦଉଛି, ଶିକ୍ଷା ଦଉଛି। ମା କହିଥିଲା, ବାପା କହିଥିଲା, ଏଠି ଭାରି ଶିକ୍ଷା ଦେଲା ବେଲା ହେଇଛି। ଗାଧେଇ ଜାଣିଛୁ ନା ଏଇ ବାଲିରେ ଲେପି ଦେଲେ, ତା ଦେହରେ ବାଲି ଲେପି ଦିଅ, ଲେପି ଦିଅ। ଏଠି ଆମକୁ ବୁଦ୍ଧି ଦଉଛି, ଶିକ୍ଷା ଦଉଛି। ଉଡ ଅମିନାରେ ଉଡୁ, ଉଡ ଛାଡି ଯା, କଣ ଦରକାର? ହଁ ଭଲ। ହଉ ତୋ ମନା ମତେ ରଖିବନି। ନା ନାଇଁ କରିବି, ତୁମେ କାହିଁକି ବ୍ୟସ୍ତ ହଉଛ? ଏଇ ପଳେଇ ଇଲେ ଚକଲେଟ ନବ ଆସ ଲୋ, ଇଲେ ଚକଲେଟ ନବ ଆସ। ହଁ ଏ ଚକଲେଟ ଏଟାକୁ ଦିଆହବନି। କଳା କଳା ମଳା ଲୋକ ଚକଲେଟ କଣ ଖାଇବୁ? ବେଶୀ କଳା ହେଇଛି, ବେଶୀ କଳା ହେଇଛି। ଚକଲେଟ ନବ ଖାଇବାକୁ ଆଇଛି ଲୋ, ଡାକୁଛନ୍ତି ଚକଲେଟ ଖାଇବାକୁ ଆଇଛି। ଏ ରାଧାଟା ଏତେ କଳା ଲୋ, କେମିତି ବାହା ହବ ସେ? ବାପା ଖୋଜିବ ଘର ଯାଇ ଗୋଟିଏ ଝିଅ ଆଉ, ଭଲ ଜାଗା ଦେଖିକି ଦବ ଆଉ। ବାହା ହବନି ନା ରହିବ? ରହିବ ଆମ କାବୁଲଟା ରହିଲା ଉଠଟା, କଣ କରାଯିବ? ଜଗୁକୁ ବାହା କରିଦେବି ଅଷାଢ଼ ମାସ ସୁଦ୍ଧା। ଭାଗ୍ୟ ତାର ଯାହା ହବାର ଥିବ। ତୋ ଗୋଡ଼ଟା ଜୋର ହେଇଗଲେ ତାକୁ ଅଷାଢ଼ ମାସ ସୁଦ୍ଧା ବାହା କରିଦେବି। ଆମେ ଏଠି ପାଣି ନବୁ, ଆମେ ଏଠି ନେଇ ପାଣି ନେଇକି ରୋଷେଇ କରିବୁ, ଗାଧେଇ ପାଧେଇ କଣ କରିବୁ? ଆସିକି ଟିବଲ ଛୁଇଁ, ଆମ ଟିବଲ କଳା ହେଲା। ଆଜି କଣ ଟିବଲ ଛୁଇଁ ସେଟା ପଚାରିବି? ଆମେ କହିଥିଲୁ ଟିବଲ ଛୁଇଁ ଯେତେବେଳେ କାଳି, ରାଧା କାଳି, ରାଧା କାଳି, ରାଧା କାଳି, ରାଧା କାଳି। ଅଧିକ ବାଟ ହେଇଯାଉଛି, ଏଇଠି ତ ଆମ ଟିବ ଛୁଆ ଛାଡିମି ତତେ କହୁଛି, ତୁ କଳା ମେଳା ଲୋକ ସେଠିକି ଯିବୁନି, ଯିବୁନି ସେଠିକି। କିଛି ଯାଇପାରିବିନି, ଛାଡ ଏପଟରେ ଛାଡ, ଯିବୁ କୁଆଡେ, ଯିବୁ କୁଆଡେ, ଯିବୁ କୁଆଡେ, ଯିବୁ କୁଆଡେ? ଟିବଲ ଛୁଇଁଲେ ଯିବୁ କୁଆଡେ? ଯା ମାମା ଘର କହିଲେ କଣ କହିବେ? ଆଲୁ ଚକି ରାଧା କାଳି, ତୁ ପାଟି ବନ୍ଦ କରିବେ। କାଇଁ କଣ ଛାଡ ଛାଡ ହଉଛୁ? ଆମ ଆମକୁ ନ ପଚାରି ଯାଇକି ଆମ ଟିବଲ ଛୁଇଁଥିଲା ଏଠି। ରାଧା କାଲି ତୁ କାଇଁ ତାଙ୍କୁ ଟିବଲ ଛୁଇଁଥିଲୁ? ଭଲ ହେଇଛି ତ ବାନ୍ଧି ଦେଇଛନ୍ତି। ଚାଲ ଏଠି କାଳେ ହାଣ୍ଡି କଳା ନେଇକି ତା ଦେହରେ ବୁଣିଦେଲା। ନା ମୋ ଦେହରେ ବୁଣେନି, ସେ ରାଧା କାଳି ଦେହରେ ଚାଲ ବୁଣିଦବା। ଚାଲ ରାଧା କାଳି କାଇଁ, ରାଧା କାଳି କାଇଁ, ରାଧା କାଳି ଲୋ, ରାଧା କାଳି, ରାଧା କାଳି ହେଇଲେ ପେଣ୍ଡୁଳି ହଉଛି। ଆସ ମୁଁ ଟିକେ ଦେଖେ, ମୁଁ ଟିକେ ଦେଖେ। କଣ କରୁଛୁ? ଆସ ଇଆଡେ ବାହାରେ ପେଣ୍ଡୁଳି ହଉଛୁ। ରାଧା ଗାଧେଲୋ, ତୁ ବାହାରିକୁ ଆମେ ତ ସାଙ୍ଗ ହବୁ। ସାଙ୍ଗ ହବ? ହଁ ମୁଁ ତମ ପାଖକୁ ଯାଉଛି। ହଉ ଆଇ। ଖାଲି ରାଧା ଡରେନା, ଯେ ଆମ ପାଖରେ ଆବ, ଆମେ ତୋର କିଛି କରିବୁନି, ଆମେ ଏଇଠି ବସିବା। ଆସ ଏଇଠି ବସ,
ଆମେ ତତେ ଯୋଉ କାଳି କହିଥିଲୁ ଆମର ଭୁଲ ହେଇଯାଇଛି। ଆମେ ତତେ କିଛି କହିବୁନି। କଣ ଦେଖା ହଉଛୁ? ମାନେ କଣ ଦେଖେଇ ହଉଛୁ କହନି? ତ ଭାବୁଛୁ ତାରେ ଛାଡିବା କହି ଆସିଛୁ। ଚଢିଯା ତା ଉପରେ, ଚଢିଯା ଲୋ, ଚଢିଯା। ଆଜି ତତେ ଜମା ଛାଡିବି, ଜମା ଛାଡିବି। ତତେ ମାରି ମାରି ତ ଜୀବନ ମାରିଦେବୁ। ମତେ ଏତେ ମାରିଲେ ମୁଁ ଆଉ ଜମା ସହିପାରିବିନି। ମୁଁ ଯାଉଛି ମୋ ଜୀବନ ହାରିଦେବି। ବିଷ ବୋତଲ କୁଆଡେ ଗଲା? ବିଷ ବୋତଲ କୁଆଡେ? ଏଇ ତ ବିଷ ବୋତଲ ଏଇଠି ଅଛି। ଯାଉଛି ପିଇଦେବି। ମୁଁ ପିଇଦେବି। ମୁଁ ଯାଉଛି ବିଷ ପିଇଦେବି। ପିଇବି। ମୋ ମୁଣ୍ଡ ମୋ ସମ୍ଭାଳି ପାରୁନି। ମୋ ଛାତି ମୁଁ ସମ୍ଭାଳି ପାରୁନି। ମୋ ଛାତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମାଜରେ ସମସ୍ତେ ସମାନ ଏକଥା କେବଳ କୁହାଯାଏ, କିନ୍ତୁ ତାର ଓଲଟା ପାଳନ କରାଯାଏ। ରାଧା ସିନା ଜୀବନ ହାରିଥିଲା, ହେଲେ ଆଜି ବି ଯେଉଁମାନେ ରାଧା ଭଳି ଅବହେଳିତ ନିଷ୍ପେଷିତ ସେମାନଙ୍କୁ ଉଠିବାକୁ ହେବ ଆଉ ସମାଜକୁ ଦେଖେଇ ଦେବାକୁ ହେବ ଯେ ସୁନ୍ଦରତା କେବଳ କିଛି କ୍ଷଣ ପାଇଁ, ହେଲେ ପ୍ରକୃତ ସୁଗୁଣ ସବୁବେଳେ ଉଚ୍ଚରେ ଥିଲା, ଅଛି ଏବଂ ରହିଥିବ।